ବିଜେଡିର ପରାଜୟ ପରେ ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ଭିକେ ପାଣ୍ଡିଆନ ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ବିରୋଧୀ ନାରା ଯୁବ ବିଜେଡି କର୍ମୀଙ୍କୁ ବୁଝାଇବାକୁ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଡାକିଥିବା ବୈଠକରେ ପାଣ୍ଡିଆନଙ୍କୁ ପ୍ରବଳ ବିରୋଧ ନେଇ ସୂଚନା ମିଳିଛି। ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ନେଉଥିବା କହି ଉତ୍ତ୍ୟକ୍ତ କର୍ମୀଙ୍କୁ ଆଶ୍ୱାସନା ଦେଇଥିଲେ ପ୍ରଣବ। ଏଥିସହିତ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏନେଇ ଏକ କମିଟି କରାଯାଉଥିବା ପ୍ରଣବ ପ୍ରକାଶ ଦାସ କହିଥିବା ନେଇ ସୂଚନା ମିଳିଛି। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି। ଅଧିକ ସୂଚନା ପାଇଁ ଫୋନ୍ ଲାଇନ୍ରେ ଯୋଡ଼ାଇଛନ୍ତି ଆମ ସହିତ ଯେଉଁ ସହଯୋଗୀ ରହିଛନ୍ତି ଜଗଦୀଶ ଦାସ। ଜଗଦୀଶ, ଇଏ ବର୍ତ୍ତମାନ ଦେଖିବାକୁ ମିଳୁଛି ଅସନ୍ତୋଷ ପୁରା ଅଲଗା ପ୍ରକାର ହେଇଗଲାଣି, କାରଣ ଇଏ ବିରୋଧୀ ଯେଉଁ ରହିଛନ୍ତି ମାନେ ତାଙ୍କର ଯେଉଁ ଚିନ୍ତାଧାରା ରହିଛି, ଯେଉଁମାନେ ପାଣ୍ଡିଆନଙ୍କୁ ପୁରା ବିରୋଧ କରୁଛନ୍ତି, ଏ ହୋହାଲ୍ଲା ମଧ୍ୟ ଶୁଣିବାକୁ ମିଳୁଛି। ପ୍ରବଳ ବିରୋଧ ନେଇ ଯାହା ସୂଚନା ଆସୁଛି, କ'ଣ ଅଧିକ ଅପଡେଟ୍ ରହିଛି? ଦେଖନ୍ତୁ, ନିହାତି ଭାବରେ ଇଏ ବିରୋଧର ଅସନ୍ତୋଷର ପ୍ରତିଫଳନ ଗତକାଲି ଶଙ୍ଖ ଭବନରେ ମଧ୍ୟ ଦେଖାଦେଇଛି ଏବଂ ଯେଉଁଭଳି ଭାବରେ ଆମେ ସୂଚନା ଯାହା ଅଛି ବିଶେଷ ସୂତ୍ରରୁ ଏବଂ କିଛି ଯୁବ ବିଜେଡି କର୍ମୀ ଯେଉଁମାନେ କି ପୋଷ୍ଟ ହୋଲ୍ଡର ମଧ୍ୟ ଦଳର ରହିଛନ୍ତି, ସେମାନେ ତ ସିଧାସଳଖ ସୋସିଆଲ ମିଡିଆରେ ଲେଖୁଛନ୍ତି ଏବଂ ପାଣ୍ଡିଆନଙ୍କୁ ସିଧାସଳଖ ବିରୋଧ କରୁଛନ୍ତି ଏବଂ ଯାହା ଦଳର ଅବସ୍ଥା ହେଲା ସେଥିପାଇଁ ପାଣ୍ଡିଆନ ହିଁ ଦାୟୀ ଏବଂ ପାଣ୍ଡିଆନ ଯେହେତୁ ଏତେ ପ୍ରଚାର ପ୍ରସାର କଲେ ଯାହାକୁ ଲୋକ ଗ୍ରହଣ କଲେ ନାହିଁ ଏବଂ ଦଳର ଏଭଳି ଗୋଟେ ବଡ କ୍ଷତି ହେଲା। ତେଣୁକରି କାଲି ଯେତେବେଳେ ପ୍ରଣବ ପ୍ରକାଶ ଦାସ ସିଧାସଳଖ ଏଇ ବିଜେଡିର ଯୁବ କର୍ମୀଙ୍କୁ ବୁଝାସୁଝା କରିବା ପାଇଁ ଡାକିଥିଲେ, ପାଖାପାଖି 20ରୁ 25 ଜଣ ଯୁବ କର୍ମୀ ସିଧାସଳଖ ଯାଇଥିଲେ ଶଙ୍ଖ ଭବନକୁ ଏବଂ ସେଠାରେ ଯିବା ପରେ ପରେ ହିଁ ନାରାବାଜି ଆରମ୍ଭ ହୋଇଯାଇଥିଲା ଏବଂ କାର୍ତ୍ତିକ ପାଣ୍ଡିଆନ ଇଏ କେବଳ ପାଣ୍ଡିଆନ ନୁହନ୍ତି, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ବିରୋଧୀ ନାରା ବି ମଧ୍ୟ ଶୁଣିବାକୁ ମିଳୁଛି। ବିଲକୁଲ ବିଲକୁଲ ପ୍ରଥମେ ପାଣ୍ଡିଆନଙ୍କ ବିରୋଧରେ ନାରା ଦିଆଯାଇଥିଲା ଏବଂ ତାପରେ ମାନସ ମଙ୍ଗରାଜ, ଶକ୍ତି ପାତ୍ର ଏ ସମସ୍ତଙ୍କ ନାଁରେ ସିଧାସଳଖ ଭାବରେ ବିରୋଧ ଦେଖିବାକୁ ମିଳିଥିଲା ଏବଂ ଶଙ୍ଖ ଭବନ ପରିସରରେ ଇଏ ଦଳର ଯିଏ ନେତା ଯାହାକୁ ବିଜେଡିର ନମ୍ବର 2 ଷ୍ଟାର କ୍ୟାମ୍ପେନର କରିଥିଲା ଦଳ, ତାଙ୍କ ବିରୋଧରେ ସିଧାସଳଖ ମନ୍ତବ୍ୟ ଦେବା ବା ବିଦ୍ରୋହ କରିବା କୋଉଠି ନା କୋଉଠି ଦଳର ଯେ ସବୁକିଛି ଠିକ ଠାକ ଚାଲି ନାହିଁ ତାହାକୁ ସୂଚାଉଛି ଏବଂ ଅପରପକ୍ଷରେ କୁହାଯାଇପାରିବ ଯେ ପାଣ୍ଡିଆନକୁ ବିରୋଧ କରିବା ଏବେ ସେ ଯୋଉ ବଳ ବା ସେ ଯୋଉ ସାହସ ସେମାନଙ୍କ ଏକଜୁଟ ହୋଇସାରିଲାଣି ଏବଂ ସେଇଥିପାଇଁ ସେମାନେ ସିଧାସଳଖ ଚ୍ୟାଲେଞ୍ଜ ଦଉଛନ୍ତି ଏବଂ ପାଣ୍ଡିଆନକୁ ମଧ୍ୟ ବିରୋଧ କରୁଛନ୍ତି ଏବଂ ଏହା ସହିତ ପ୍ରଣବ ପ୍ରକାଶ ଦାସଙ୍କୁ ଯିଏ ସଂଗଠନ ସମ୍ପାଦକ ରହିଛନ୍ତି ତାଙ୍କୁ ମଧ୍ୟ ସିଧାସଳଖ କହିଛନ୍ତି ଯେ 48 ଘଣ୍ଟା ସମୟ ଭିତରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ମାନସ ମଙ୍ଗରାଜଙ୍କ ବିରୋଧରେ, ଶକ୍ତିତ ପାତ୍ରଙ୍କ ବିରୋଧରେ ଏବଂ ଭିକେ ପାଣ୍ଡିଆନଙ୍କ ବିରୋଧରେ, ତାହେଲେ ସେମାନେ ସିଧାସଳଖ ତାଙ୍କୁ ବିରୋଧ କରିବେ ଏବଂ ଘରେ ମଧ୍ୟ ଯାଇ ତାଙ୍କୁ ତାଙ୍କର ଯୋଉଠି ବାସଭବନ ରହିଛି ସେଠାରେ। ଜଗଦୀଶ, ଏଥିରୁ ସ୍ପଷ୍ଟ ହେଉଛି ଗୋଟେ କଥା ଯେ ଇଏ ଦଳର ଯୋଉ ଶୋଚନୀୟ ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଏ ଯୋଉ ଯୁବଗୋଷ୍ଠୀ ରହିଛନ୍ତି ଯାହା ଲାଗୁଛି। ଦେଖନ୍ତୁ, ଦଳ ପରାଜିତ ହବାର କୌଣସି କାରଣ ହିଁ ନଥିଲା ଏବଂ ଯୋଉ କାରଣଟି ଖୋଜା ଯାଉଛି ସେ କାରଣ ହଉଛି ଏଇ 1, 2, 3 ନମ୍ବରର ନେତାମାନେ ରହିଛନ୍ତି ଯୋଉମାନେ କି କ୍ଷମତାକୁ ନିଜ ପାଖରେ ରଖିଲେ। ନବୀନ ବାବୁଙ୍କ ନାଁରେ ଭୋଟ ଅଛି, ନବୀନ ବାବୁଙ୍କର ଗୋଟେ ଭଲ ପରିଚୟ ରହିଛି ଏବଂ ନିର୍ବାଚନ ହାରିବା ପରେ ମଧ୍ୟ ତାଙ୍କ ପ୍ରତି ଗୋଟେ ସିମ୍ପାଥି ରହିଛି। ଏ କଥା ଥାଇ ସତ୍ତ୍ୱେ କାହିଁକି ସେମାନେ ନିଜକୁ ଆହୁରି ଆଗକୁ ନେଲେ ଏବଂ କାହିଁକି ଏଭଳି ଏକ ଭୁଲ ରଣନୀତି କଲେ ତାକୁ ନେଇକି ପ୍ରଶ୍ନବାଚୀ ସେମାନେ ଉଠେଇଛନ୍ତି ଏବଂ ବଡ କଥା ହଉଛି ଯୋଉ କଥା ବା ଯୋଉ ଚାପା ଗୁଞ୍ଜରଣ ରହିଥିଲା ତାହା ବର୍ତ୍ତମାନ ସର୍ବବିଦିତ ହେଲାଣି ଏବଂ ଦଳ ଭିତରେ ଯେ ସବୁକିଛି ଠିକ ଠାକ ନାହିଁ ତାହା ସାମ୍ନାକୁ ଆସିଲାଣି ଏବଂ ମାନସ ମଙ୍ଗରାଜ ଯିଏକି କୁହାଯାଉଥିଲା ଗୋଟେ ପାୱାରଫୁଲ ସାଂସଦ ଏବଂ ସିଧାସଳଖ ସେ ମଧ୍ୟ କୁଆଡେ ଏଥିରେ ଇନଫ୍ଲୁଏନ୍ସର ରହିଛନ୍ତି, ତାଙ୍କର ମଧ୍ୟ ଦାୟୀ ରହିଛି, ସେ ମଧ୍ୟ ଦାୟୀ ଏବଂ ଯୋଉ ଯୁବକର୍ମୀ ମାନେ ଯାଇଥିଲେ ସେମାନେ ସିଧାସଳଖ ଶଙ୍ଖ ଭବନରେ ପାଣ୍ଡିଆନ ବିରୋଧୀ ନାରା ଏବଂ ମାନସ ମଙ୍ଗରାଜ ବିରୋଧୀ ନାରା ଦେଖିବାକୁ ମିଳିଛି। ବହୁତ ବହୁତ ଧନ୍ୟବାଦ ଜଗଦୀଶ ଆପଣଙ୍କର ତମାମ ସୂଚନା ପାଇଁ।